ଦଶମ ଶ୍ରେଣୀର ମୋର ସମସ୍ତ ପ୍ରିୟ ଛାତ୍ରଛାତ୍ରୀ ମାନେ ତୁମ ସମସ୍ତଙ୍କୁ ପୁଣି ଥରେ ଏସ୍ଏସ୍ ଓଡ଼ିଆ ଏକାଡେମୀ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ। ପିଲାମାନେ ତୁମମାନଙ୍କର ଯେଉଁ ଆସ୍ପିରେସନାଲ୍ କମ୍ପୋନେଣ୍ଟ ତା'ର ଯେଉଁ ଚାରିଟା କ୍ଲବ୍ ରହିଛି ସାହିତ୍ୟ ସୃଜନୀ, କ୍ରୀଡ଼ାଙ୍ଗନ, କୌଶଳୀ ଆଉ ଜିଜ୍ଞାସା, ସେଥିରେ ମଧ୍ୟ ଅଲଗା ଅଲଗା ଅଧିବେଶନ ରହିଛି। ପ୍ରତ୍ୟେକ କ୍ଲବ୍ର ଅଲଗା ଅଲଗା ତୁମର ସାର୍ ରହିଛନ୍ତି। ସେମାନେ ତୁମମାନଙ୍କୁ ବିଭିନ୍ନ ଅଧିବେଶନ କରାଇବେ ଏବଂ ଅଧିବେଶନ ଭିତରେ ରହିଥିବା ଗୃହ କାର୍ଯ୍ୟ ଆଉ କାର୍ଯ୍ୟ ଫର୍ଦ୍ଦକୁ ମଧ୍ୟ କରାଇବେ। ତ ପିଲାମାନେ ଆମେମାନେ ପୂର୍ବ ବର୍ଷ ଯେଉଁ କରିଥିଲେ ଚାରିଟା କ୍ଲବ୍ର ନବମ ଆଉ ଦଶମ ଶ୍ରେଣୀ ପିଲା ମିଶିକି କରିଥିଲେ, କିନ୍ତୁ ଏ ବର୍ଷ ପାଠ୍ୟକ୍ରମ ଚେଞ୍ଜ ହେଇଛି। ଦଶମ ଶ୍ରେଣୀ ପାଇଁ ଅଲଗା ବହି ଆସିଛି ଏବଂ ଦଶମ ଶ୍ରେଣୀ ପିଲା ପୂର୍ବ ବର୍ଷର ଅଧିବେଶନ ଗୁଡ଼ିକୁ ନ କରିକି ସମ୍ପୂର୍ଣ୍ଣ ନୂଆ କରିବେ ଏବଂ ସେଥିପାଇଁ ଅଲଗା ବହି ଆସିଛି। ତ ଆମେମାନେ ସେ ବିଷୟରେ ଜାଣିବା ଏବଂ ପ୍ରତ୍ୟେକ କ୍ଲବ୍ର ପ୍ରତ୍ୟେକ ଅଧିବେଶନକୁ ଆମେ କ୍ରମାନ୍ୱୟରେ କରି ଯିବା, ଯଦ୍ୱାରା କି ଆମେ 100% ନମ୍ବର ଆଣିବା ପାଇଁ ଚେଷ୍ଟା କରିବା। କାହିଁକି ନା ଏଇ ଯେଉଁ ପ୍ରତ୍ୟେକ କ୍ଲବ୍ ରହିଛି ସେଥିରେ ପ୍ରତ୍ୟେକ କ୍ଲବ୍ 20 ମାର୍କ ଲେଖା ରହିଛି। ସାର୍ମାନେ ତୁମମାନଙ୍କୁ ମାର୍କ ଦେବେ, ପ୍ରତ୍ୟେକ ଅଧିବେଶନ ଅନୁଯାୟୀ ମାର୍କ ଦେବେ। ତାପରେ ଆମେମାନେ କ'ଣ କରିବା, ଗୋଟେ ପ୍ରୋଜେକ୍ଟ ୱାର୍କ କରିବା। ସେ ପ୍ରୋଜେକ୍ଟ ୱାର୍କକୁ ଦେଖିକି ସାର୍ମାନେ ତୁମକୁ ନମ୍ବର ଦେବେ। ତେଣୁ ତାହା କିଭଳି ଭାବରେ ବହୁତ ଭଲ ହୋଇପାରିବ ସେ ବିଷୟରେ ଆମେ ଜାଣିବା। ତେଣୁ ଆମେ ପ୍ରତ୍ୟେକ ଅଧିବେଶନ କରିବା। ଅଧାରୁ ଅଧିକ ଅଧିବେଶନ ସରିଲା ପରେ ଯେଉଁ ହାପ୍ ଇୟର୍ଲି ଏକ୍ଜାମ୍ ହେବ ସେତେବେଳକୁ ଗୋଟେ ପ୍ରୋଜେକ୍ଟ ୱାର୍କ ହେବ ଆଉ ଲାଷ୍ଟରେ ଗୋଟେ ପ୍ରୋଜେକ୍ଟ ୱାର୍କ ହେବ। ତ ଆଜିକାର এই ଭିଡ଼ିଓରେ ଆମେମାନେ ଦେଖିବା ସାହିତ୍ୟ ସୃଜନୀର ପ୍ରଥମ ଅଧିବେଶନ କିଭଳି ଭାବରେ କରିବା। ତ ମୁଁ କ୍ରୀଡ଼ାଙ୍ଗନର ପ୍ରଥମ ଅଧିବେଶନ ଅପଲୋଡ଼ କରିଦେଇଛି, ତା'ର କାର୍ଯ୍ୟଫର୍ଦ୍ଦ ତୁମେମାନେ ଦେଖିପାରିବ। ଯଦି ଭିଡ଼ିଓକୁ ନ ଦେଖିଛ ଏଇ ଏସ୍ଏସ୍ ଓଡ଼ିଆ ଏକାଡେମୀ ୟୁଟ୍ୟୁବ୍ ଚ୍ୟାନେଲକୁ ଆସିକି ଦେଖିଦିଅ ଏବଂ ସାଙ୍ଗମାନଙ୍କ ସହିତ ବହୁତ ସେୟାର କରିବା ସହିତ ନିଜେ ଗୋଟେ ସବସ୍କ୍ରାଇବ୍ କରି ରଖ ଏବଂ ପାଖରେ ଥିବା ଅଲ୍ ଦ ବେଲ୍ ନୋଟିଫିକେସନ୍ ଆଇକନ୍କୁ କ୍ଲିକ୍ କରିଦିଅ, ଯଦ୍ୱାରା କି ତୁମ ପାଖରେ ସର୍ବପ୍ରଥମେ ମୁଁ ଯେଉଁ ଭିଡ଼ିଓ ଅପଲୋଡ଼ କରିବି ପହଞ୍ଚିପାରିବ ଏବଂ ତୁମେମାନେ ଉପକୃତ ହେବା ସହିତ ସାଙ୍ଗସାଥିମାନଙ୍କୁ ମଧ୍ୟ ସାହାଯ୍ୟ କରିପାରିବ। ଚାଲ ଆଜିର ଭିଡ଼ିଓକୁ ଆରମ୍ଭ କରିବା। ଦେଖିଦିଅ ସାହିତ୍ୟ ସୃଜନୀ ଦଶମ ଶ୍ରେଣୀ ଅଧିବେଶନ 1 ସ୍ମୃତିରେ ସାହିତ୍ୟ ସୃଜନୀ। ଅଧିବେଶନ 1ରେ କ'ଣ ରହିଛି ନା ସ୍ମୃତିରେ ସାହିତ୍ୟ ସୃଜନୀ। ତ ଉଦ୍ଦେଶ୍ୟ ଆମର କ'ଣ ରହିବ? ଏଇ ଯେଉଁ ସାହିତ୍ୟ ସୃଜନୀ ଆମେ ଅଧିବେଶନ ଗୁଡ଼ିକ କରିବା, ପ୍ରଥମ ଅଧିବେଶନର ଉଦ୍ଦେଶ୍ୟ କ'ଣ ରହିବ? ବିଗତ ବର୍ଷରେ ସାହିତ୍ୟ ସୃଜନୀର ଗତିବିଧି ଗୁଡ଼ିକର ସ୍ମୃତିଚାରଣ କରିବା ସହିତ ଏହି ଶିକ୍ଷାବର୍ଷ ପାଇଁ ସାହିତ୍ୟ ସୃଜନୀର ଗତିବିଧିକୁ ଆହୁରି ଆକର୍ଷଣୀୟ, ଶିକ୍ଷଣୀୟ, ମଜାଦାର କରିବା। ସେଥିପାଇଁ ଆମେ କ'ଣ କ'ଣ ସବୁ ଉପକରଣ ନେବା? ପୂର୍ବ ବର୍ଷରେ ସାହିତ୍ୟ ସୃଜନୀ ଅଧୀନରେ କରାଯାଇଥିବା ଗତିବିଧି ଗୁଡ଼ିକର ଫଟୋ ଏବଂ ଭିଡ଼ିଓ, A4 ସାଇଜ୍ କାଗଜ, ସ୍କେଚ୍ ପେନ୍, ସ୍ମାର୍ଟ ବୋର୍ଡ଼, ପେନ୍, ପେନସିଲ୍, ପାଠ୍ୟପୁସ୍ତକ, ଖବରକାଗଜ, କଇଁଚି, ଅଠା ଇତ୍ୟାଦି ନେବା। ପୂର୍ବ ପ୍ରସ୍ତୁତି କିଭଳି କରିବା? ଶିକ୍ଷକ ପୂର୍ବରୁ ବିଗତ ବର୍ଷର ଗତିବିଧି ଗୁଡ଼ିକର ଫଟୋ ଓ ଭିଡ଼ିଓକୁ ସଂକଳିତ କରି ସ୍ମାର୍ଟ ବୋର୍ଡ଼ରେ ପ୍ରଦର୍ଶନ ପାଇଁ ପ୍ରସ୍ତୁତ କରି ରଖିଥିବେ। ତ ଏଇଥିରେ ମୁଁ ଯେଉଁ ଭିଡ଼ିଓ ରଖିଛି ବା ଫଟୋ ରଖିଛି କିମ୍ବା କୌଣସି କବିତା, ଗପ ସ୍ଥାନିତ କରିଛି, ସେ ସମସ୍ତ ଏହି ପ୍ରଥମ ଅଧିବେଶନ ପାଇଁ ଆମେ ବ୍ୟବହାର କରିବା ଏବଂ ଜାଣିପାରିବା କେଉଁଭଳି ଭାବରେ ପୂର୍ବ ବର୍ଷମାନଙ୍କରେ ହେଇଥିଲା। ସେଇଭଳି ଆମେ ଚିତ୍ର କରିକି ବହୁତ ଆକର୍ଷଣୀୟ କରିପାରିବା ଏବଂ ସାର୍ଙ୍କ ପାଖରୁ ଆମେ ପୁରା ଫୁଲ୍ ନମ୍ବର ରଖିପାରିବା। ମୁଁ ସାହିତ୍ୟ ସୃଜନୀ ଓ ମୋର ପ୍ରଥମ ଅନୁଭୂତି। ଶ୍ରେଣୀ ପରିଚାଳନା। ଶିକ୍ଷକ ପ୍ରଥମେ ସାହିତ୍ୟ ସୃଜନୀକୁ ନେଇ ନିଜର ସୁନ୍ଦର ଅନୁଭୂତିରୁ ଶିକ୍ଷାର୍ଥୀମାନଙ୍କୁ କିଛି ଘଟଣା କହିବେ। କିଛି ଶିକ୍ଷାର୍ଥୀ ସେମାନେ ଅନୁଭବ କରିଥିବା ସାହିତ୍ୟ ସୃଜନୀର ମଧୁର ମୁହୂର୍ତ୍ତ ବିଷୟରେ କହିବେ। ତାପରେ ପୂର୍ବରୁ ସଂଗ୍ରହ କରି ରଖିଥିବା ବିଗତ ବର୍ଷର ଫଟୋ ଏବଂ ଭିଡ଼ିଓ ଗୁଡ଼ିକ ସ୍ମାର୍ଟ ବୋର୍ଡ଼ ମାଧ୍ୟମରେ ଦେଖାଇବେ ଓ ପୁଣି ଥରେ କାର୍ଯ୍ୟକଳାପ ଗୁଡ଼ିକ ମନେ ପକାଇବା ପାଇଁ କହିବେ। ଫଟୋ ଓ ଭିଡ଼ିଓ ଗୁଡ଼ିକୁ ଦେଖିସାରିବା ପରେ ଶିକ୍ଷାର୍ଥୀମାନଙ୍କୁ ନିମ୍ନ ସୂଚନା ଦେବେ। ମୁଁ ଆଶା କରୁଛି ଗତ ବର୍ଷ ଆମେ କରିଥିବା କାର୍ଯ୍ୟକଳାପ ପୁଣି ଥରେ ତୁମ ମନରେ ତାଜା ହୋଇଯାଇଥିବ। ଏବେ ଆସ ଆମେ ଦଳରେ ତାକୁ ମନେ ପକାଇବା ପାଇଁ ଚେଷ୍ଟା କରିବା। ତ ଏହାପରେ ଶିକ୍ଷକ ଶିକ୍ଷାର୍ଥୀମାନଙ୍କୁ 5-6ଟି ଦଳରେ ଭାଗ କରି ପ୍ରତ୍ୟେକ ଦଳକୁ A4 ସାଇଜ୍ କାଗଜ ଦେବ। ପ୍ରତ୍ୟେକ ଶିକ୍ଷାର୍ଥୀ ସାହିତ୍ୟ ସୃଜନୀର କାର୍ଯ୍ୟକଳାପ ମାଧ୍ୟମରେ କ'ଣ ଶିଖିଲା କିମ୍ବା ତା'ର କ'ଣ ଲାଭ ହେଲା ତାକୁ କାଗଜରେ ଲେଖିବା ପାଇଁ କହିବେ। ଦଳରୁ ଜଣେ ଶିକ୍ଷାର୍ଥୀ ଦଳର ନେତୃତ୍ୱ ନେବେ ଓ ଦଳର ପ୍ରତ୍ୟେକ ଶିକ୍ଷାର୍ଥୀ ବ୍ୟକ୍ତିଗତ ଭାବରେ ଯାହା କହିବେ ତାକୁ ଦଳର ନେତୃତ୍ୱ ନେଇଥିବା ଶିକ୍ଷାର୍ଥୀ ଜଣକ ଲେଖିବେ। ଏଥିପାଇଁ 10 ମିନିଟ୍ ସମୟ ଦିଆଯିବ।
तापर समस्त दल उपरोक्त कार्य सारिया पर शिक्षक गोटे पर गोटे समस्त दल को तांकर लेखा उपस्थापन करिया को कहिबे। तो यही भाव में आम उपस्थापन समय मो कथा मो कहानी रचित विषय रेकर्ड विषय निश्चित आसो। जदि न आसे तेज शिक्षक शिक्षार्थी मानक गिनीज वर्ल्ड रेकर्ड कथा मन पकईदेवे। समस्त शिक्षार्थी मान उद्यम और भल कार्य धन्यवाद जन उत्साहित करेंगे। तो यही भाव में आम समस्त जिनस को पढ़ा और से अनुसार पूर्व वर्ष कौन कराई जापर। तो तापर वर्तमान जो रही गृह कार्य साहित्य सृजनी पूर्व वर्षर अनुभूति को नहीं प्रत्येक शिक्षार्थी चित्र कहानी किंबा कविता लेखिकी आणवे और ये लेखा चित्रगुड़ी को नहीं प्राचीर पत्रिकार स्थानित करेंगे। तो प्राचीर पत्रिका जो स्कूल थी से आम स्थानित करवा। तो देख आमर सबू जो कविता चित्र कहानी ता कि भाव आम करवा। देख मु गोटे ये चित्र करछि किछि जणे ऋषि गछ पाखे बसचंती गोटे कुटीर अच्छी पाखे अनेक जन तांकर शिष्य शिष्या अछंती से माने मध्य गुरुଙ୍କ पाखरु शुणुचंती तांकर विभिन्न उपदेश। तापर गोटे चित्र अच्छी मो कथा मो कहानी जोटा गिनीज वर्ल्ड रेकर्ड स्थानित होईची बा बहुत प्रशंसनीय होईची। तो तार गोटे सुंदर चित्र ये मुझे कर देइची ताकू तुम मैंने करिपरिबो। अलगा नुआ विभिन्न डिजाइन चित्र मध्य अन्य प्रकार करिपरिबो। तापर भारत गोटे मानचित्र कराई। तो ये चित्र को मध्य तुम मैंने करिपरिबो। ओडिशा मानचित्र करिपरिबो बा भारत मातार चित्र करिपरिबो। तापर बंधुता को नहीं गोटे कविता अच्छी सुंदर कविता बंधुता एमितिका शब्द प्रेम शिखाई थाए बंधुत्व की जी गुरुत्व दिए प्रकृत मनीष सीए सबू आमको मिली थाए बंधुत्व मिले ना जहाँ पाखरे बंधु अच्छी सबुठ सुखी से प्रकृत बंधु सबुबले हस दिए ओठरे विपद जेते आसिले रहिबो तुम साथी रे बंधु खोजिले मिले ना भाग्य थिले मिले साथी रे काहाकू देखिले प्रकृत बंधु जले स्नेह करे भल पाई थाए जीवन दे पारे सेमिति बंधु को भूलबनी रहिबो नहले नरकरे। तो ये सुंदर सुंदर आम कविता निजे लेखिपर किंबा कौन सी कविता को फॉलो करिकी आम निज भाषा रे मध्य अन्य कविता लेखिपर। हे मोर मातृभूमि को लेकिन गोटे सुंदर कविता मध्य अच्छी तुम्हें यही भाव में सुंदर सुंदर कविता लेखिपर एवं से समस्त कविता को ये प्रथम अधिवेशन रे उपस्थापित करिपर। सुंदर कहानी लेखिपर विभिन्न टॉपिक को लेकिन ताकू मध्य स्थानित करिपर। किछि कथा हृदयर ये आ गोटे कविता सुंदर चित्र मध्य एमिति करिवो एवं कविता लेखिवो। तो ये सब कविता रही पूर्व वर्ष पिला माने सब कि भाव में कविता लेखिथिले ताहा तांकर नाम मध्य अछि। तो से भाव में तुम मैंने कविता लेखिपर। आम विद्यालय को नहीं गोटे सुंदर कविता रही। तो ये अनेक कविता पिला माने रचना करछंती जहाँकि बहुत साहित्य सृजनी को आग को नबार सहायक होईची। तुम मैंने कविता रचना करिपरिबो कहानी लेखिपर सुंदर चित्र अंकन करिपरिबो। देख यहाँ गोटे सुंदर चित्र कहार गोपबंधुंकर पिला करथिले बहुत सुंदर चित्र आम स्कूल पिला माने करछि। सुंदर जगाटे होईची। तो सेठी गाई गोरु भी चरुचंती तापर सूर्य उदय अच्छी देखीदबा मो कथा मो कहानी ये गोटे सुंदर चित्र देखी दियो रही। तापर ये गोटे सुंदर चित्र चढ़ई मैंने उड़ुचंती पक्षी मैंने उड़ुचंती पक्षी मैंने गचर बसचंती साप गोटे मूषा को धरुची। तो ये विभिन्न चित्र तुम मैंने करिपरिबो जहाँकि बहुत सुंदर देखा जीवो। मो कथा मो कहानी को लेकिन सुंदर सुंदर चित्र पिला माने करथिले नाम सब देइचंती तुम मैंने करिपरिबो। हंस और कईच को नहीं गोटे सुंदर गपटे अच्छी ताहा मध्य तुम मैंने लेखिपर बा अन्य गप मध्य लेखिपर। तापर जो साहित्य सृजनी कार्यक्रम होता पिला माने जो मैंने भाग नहीं एवं पुरस्कृत होते सरपंच जिला परिषद चेयरमैन सब आसी। तो ताकर गोटे सुंदर चित्र मध्य ये अच्छी पट अच्छी ताको देखिपारच। तेणु निश्चित भाव में ये भिडियोटी तुमको बहुत भल ही लगी। आ भिडियोटी जब भल लगी था सांग सहित शेयर कर दियो। भिडियो द्वारा जब उपकृत होता है प्रथम अधिवेशन कर सक्षम संभव होता और सक्षम होता तेज निश्चित भाव में सब्सक्राइब कर रख आ पाखे ऑल द बेल नोटिफिकेशन आइकन को क्लिक कर दियो। लाइक करने को आदौ भूल नहीं। रोची जय जगन्नाथ।